ସେଇ ଏକ ରାତିର କ୍ରିସମାସ୍। ଡିସେମ୍ବର ମାସର ଥଣ୍ଡା ରାତି। ଆକାଶରେ ତାରାମାନେ ଆଲୋକିତ। ଗାଁର ପ୍ରତ୍ୟେକ ଘରରେ ଦୀପ ଓ ରଙ୍ଗୀନ ଆଲୋକ ଜଳୁଥିଲା। ଚର୍ଚ୍ଚରୁ କ୍ରିସମାସ୍ ଗୀତର ମିଠା ସ୍ୱର ଭାସି ଆସୁଥିଲା। ସେଇ ଗାଁରେ ରହୁଥିଲା ଏକ ଝିଅ, ମେରୀ। ସେ ଖୁବ୍ ସାଧାରଣ ପରିବାରର, କିନ୍ତୁ ମନରେ ଅସୀମ ଭଲ ପାଇବା। ପ୍ରତିବର୍ଷ କ୍ରିସମାସ୍ ଆସିଲେ ସେ ନିଜେ ହାତେ ଛୋଟ ତାରା ଓ କାଗଜ ଫୁଲ ବନେଇ ଘର ସଜାଉଥିଲା। ଏ ବର୍ଷ କିନ୍ତୁ ପରିସ୍ଥିତି ଅଲଗା ଥିଲା। ମେରୀଙ୍କ ବାପା ଅସୁସ୍ଥ ଥିଲେ। ଘରେ ହସ ଅଳ୍ପ, ଚିନ୍ତା ଅଧିକ। ମା ମେରୀକୁ କହିଲେ, "ଏ ବର୍ଷ ବଡ଼ କ୍ରିସମାସ୍ ପାଳନ କରିପାରିବୁନି ଝିଅ।" ମେରୀ ହସି କହିଲା, "ମା, ଖୁସି ପାଇଁ ଅଧିକ ଜିନିଷ ଦରକାର ନୁହେଁ।" ସନ୍ଧ୍ୟା ବେଳେ ସେ ଚର୍ଚ୍ଚକୁ ଯାଉଥିବା ସମୟରେ ରାସ୍ତା ପାଖରେ ଗୋଟିଏ ଛୋଟ ପିଲାକୁ ଦେଖିଲା। ସେ ପିଲାଟି ଥଣ୍ଡାରେ କାପୁଥିଲା ଓ ହାତରେ ଗୋଟିଏ ଫାଟି ଯାଇଥିବା ଟୋପି। ମେରୀ ନିଜର ନୂଆ ମଫଲରଟି ଖୋଲି ସେ ପିଲାକୁ ଦେଲା। ପିଲାଟି ଆଶ୍ଚର୍ଯ୍ୟ ହୋଇ ପଚାରିଲା, "ଦିଦି, ତୁମେ ଥଣ୍ଡା ହେବନି?" ମେରୀ ମୃଦୁ ହସି କହିଲା, "କାହାକୁ ଖୁସି ଦେଲେ ମନ ଗରମ ହୋଇଯାଏ।" ଚର୍ଚ୍ଚରେ ପ୍ରାର୍ଥନା ସମୟରେ ପାଦ୍ରୀ କହିଲେ, "ଆଜି ଯୀଶୁଙ୍କ ଜନ୍ମଦିନ। ସେ ଆମକୁ ଶିଖାଇ ଗଲେ ଦୟା, କ୍ଷମା ଓ ଭଲ ପାଇବା।" ମେରୀଙ୍କ ଆଖି ଜଳ ଜଳ କରି ଉଠିଲା। ସେ ମନେ ମନେ ପ୍ରାର୍ଥନା କଲା, "ହେ ପ୍ରଭୁ, ସମସ୍ତଙ୍କ ଘରେ ଆଲୋକ ଆଣ।" ରାତିରେ ଘରକୁ ଫେରିଲା ବେଳେ ମେରୀ ଦେଖିଲା, ବାପା ହସୁଛନ୍ତି। ଡାକ୍ତର କହିଥିଲେ, ଅବସ୍ଥା ଭଲ ହେଉଛି। ସେଇ ରାତିରେ ମେରୀ ବୁଝିଗଲା, କ୍ରିସମାସ୍ ହେଉଛି ଆଶାର ଦିନ, ଭଲ ପାଇବାର ଦିନ ଏବଂ ଛୋଟ ଭଲ କାମ ଦ୍ୱାରା ବଡ଼ ଖୁସି ଆଣିବାର ଦିନ। ମେରୀ କ୍ରିସମାସ୍। ଆପଣଙ୍କ ଜୀବନରେ ସଦା ଆଲୋକ, ଶାନ୍ତି ଓ ଆନନ୍ଦ ରହୁ। ମେରୀ ତ ବୁଝିଗଲା ମେରୀ କ୍ରିସମାସ୍ କ'ଣ ପାଇଁ ହୁଏ। ତ ଆପଣମାନେ ବି ମୋ ଗଳ୍ପରୁ ସବୁକିଛି ବୁଝିଯାଇଥିବେ। ତେଣୁ ଯଦି ଆପଣଙ୍କୁ ମୋର ଏଇ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ପ୍ଲିଜ୍ ଲାଇକ୍, ସବସ୍କ୍ରାଇବ୍ ଆଉ କମେଣ୍ଟ କରିବାକୁ ଭୁଲିବେନି। ରହୁଛି। ଜୟ ଜଗନ୍ନାଥ।